କି କହିବାକୁ ଗଲେ ଛୋଟବେଳୁ ଆମେ ଦେଖିନଥିଲୁ। ତାପରେ ଲୋକଙ୍କୁ ସଚେତନ ପାଇଁ ଆମେ ଟ୍ରି ଧରିକି ମାର୍କେଟ ହେଇକି ବୁଲୁଛୁ, କାହିଁକି ନା କିଏ ଭାସିଯିବ କରିବ ଜିନିଷ ପତ୍ର ବି ଭାସିକି ପଳଉଛି। ସେଥିପାଇଁ ଆମେ ତଦାରଖ କରୁଛୁ। ଆହୁରି ବି ଭାଇ ମାନେ ସବୁ ଅଛନ୍ତି ଆମର ଓଡ୍ରାଫ ମାନେ ବଡ ବଡ ଯୋଉ ଗୋଟେ ଯାଇ ହଉନି ସେ ଜାଗାରେ ଭାଇ ମାନେ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ଦେଖୁଥିବେ ଆମେ ଅଛୁ ଯାଜପୁର ଯଶୋଦପୁର ବ୍ଲକ ଅୟା ଛକରେ, ଯାହାକି ବନ୍ୟା ଯୋଉ ବନ୍ଧ ଯୋଉ ଘାଇ ବାନ୍ଧିଛି ଭାଙ୍ଗିଲା ପରେ ଯୋଉ ବର୍ତ୍ତମାନ ଆମେ ଅଛୁ ବର୍ତ୍ତମାନ ଅୟା ଛକରେ ବର୍ତ୍ତମାନ ଦେଖୁଥିବେ ବଜାର, ଯାହାକି ଇଏ ହଉଛି ପାଣିର ଦୃଶ୍ୟ, ବନ୍ୟାର ଦୃଶ୍ୟ ବର୍ତ୍ତମାନ ଦେଖୁଥିବେ, ଯାହାକି ସମୁଦ୍ରର ଢେଉ, ଯାହାକି ଦୋକାନ ମାନଙ୍କ ଭିତରେ ପଶି ଯାଉଛି। ବର୍ତ୍ତମାନ ପାଇଁ ପାଣି ଦେଖୁଥିବେ ଏତେ ଜୋରସୋରେ ପାଣି ଚାଲିଛି, ବର୍ତ୍ତମାନ ଆଣ୍ଠିଏରୁ ଜଙ୍ଘେ ପର୍ଯ୍ୟନ୍ତ ପାଣି ବର୍ତ୍ତମାନ ପାଇଁ ବଜାର ଉପରେ ଚାଲିଛି। ଦୋକାନ ମାନଙ୍କ ଦେଇ ଯୋଉ ଗତି କରୁଛି ସୁ ସୁ ଗର୍ଜନରେ ବର୍ତ୍ତମାନ ଦେଖୁଥିବେ ଏଇ ଯୋଉ ଚିତ୍ର ଦେଖନ୍ତୁ ବର୍ତ୍ତମାନ ପାଇଁ ମାନେ ଲହଡି ଠାରୁ ବି ଅଧିକ ଭୟାନକ ପରିସ୍ଥିତି ଚାଲିଛି। ଆଉ ବର୍ତ୍ତମାନ ଦେଖୁଥିବେ ଏଇ ଯୋଉ ଯୁବକ ମାନେ ମୋ ପାଖରେ ଅଛନ୍ତି, ଯାହାକି ଯିବା ଯୁବକ ମାନଙ୍କ ପାଖକୁ ବଡ ବଡ ଟାୟାର ଧରି ଟ୍ୟୁ ଧରିକି ବର୍ତ୍ତମାନ ପ୍ରେସର ଦେଇକି ସମସ୍ତେ ବୁଲୁଛନ୍ତି ବଜାରରେ। ଭାଇ କଣ କହିବେ ଏଇ ଯୋଉ ଟାୟାର ଧରି ପଳେଇଛ କଣ ପାଇଁ ଏଇଠି ଯିବା ଚାଲିଛି? ଭାଇ କହିବୁ କଣ, ଆସିକି 25 ଦିନ ହେଇଗଲା ଯୋଉ ବନ୍ୟାର ଏଭଳିଆ ସ୍ଥିତି ଆମେ ଆସିକି କହିବାକୁ ଗଲେ ଛୋଟବେଳୁ ଆମେ ଦେଖିନଥିଲୁ। ତାପରେ ଲୋକଙ୍କୁ ସଚେତନ ପାଇଁ ଆମେ ଟ୍ରି ଧରିକି ମାର୍କେଟ ହେଇକି ବୁଲୁଛୁ, କାହିଁକି ନା କିଏ ଭାସିଯିବ କରିବ ଜିନିଷ ପତ୍ର ବି ଭାସିକି ପଳଉଛି। ସେଥିପାଇଁ ଆମେ ତଦାରଖ କରୁଛୁ। ଆହୁରି ବି ଭାଇ ମାନେ ସବୁ ଅଛନ୍ତି ଆମର ଓଡ୍ରାଫ ମାନେ ବଡ ବଡ ଯୋଉ ଗୋଟେ ଯାଇ ହଉନି ସେ ଜାଗାରେ ଭାଇ ମାନେ ସାହାଯ୍ୟ କରୁଛନ୍ତି। ଆମେ ଚେଷ୍ଟା କରୁଛୁ ବାଇଚାନ୍ସ ଆମ ସମାଜରେ ଆମ ଯୋଉ ଲୋକଙ୍କର କିଛି ଅସୁବିଧା ନ ହଉ, ସେଥିପାଇଁ ଆମେ ସୁରକ୍ଷା ପାଇଁ ଏଇ ବ୍ୟବସ୍ଥା କରୁଛୁ। ଆହୁରି ଆମର ଭାଇ ମାନେ ଅଛନ୍ତି, ଆପଣ ତ ନିଜେ ଦେଖୁଛନ୍ତି କଣ କହିବେ ବର୍ତ୍ତମାନ ଏଇ ଯୋଉ ସୁଅ ଚାଲିଛି ଇଏ ମାନେ ଲହଡିର ମାନେ ଘାଇ ମୁହଁ ଭଳିଆ ଜଣା ପଡୁଛି ମାର୍କେଟ ବର୍ତ୍ତମାନ ଯୋଉ ଦୋକାନ କଣ କହିବେ ଲହଡି? ଭାଇ ବିଶ୍ୱାସ କରିବନି, ମୋର ବଡ ଭାଇ ଜଣେ ମାନେ ମୋ ବଡବାପାଙ୍କ ପୁଅ, ତାଙ୍କର 5 ଲକ୍ଷ ଟଙ୍କାର କପଡା ନଷ୍ଟ ହେଇଛି। ଖାଲି ଭାଇଙ୍କର ନୁହଁ, ଟୋଟାଲି ଓହ୍ୟାସ ମାର୍କେଟରେ ହିସାବ କଲେ ମାନେ କୋଟି କୋଟି ଟଙ୍କାର ଜିନିଷ ନଷ୍ଟ। କହିବାକୁ ତ ଆମକୁ ବହୁତ ଦୁଃଖ ଲାଗୁଛି। କହିବାକୁ ଗଲେ କଣ ନା ଆସିକି 20-25 ହେଇଗଲାଣି, କିନ୍ତୁ କାହାର ତ ତାଙ୍କ ବେପାର ମାନେ କଣ ପରିଶ୍ରମ କଲେ କିଛି ପାଇବେ, ଜିନିଷ ନଷ୍ଟକୁ ତା ସହିତ କୌଣସି ବେପାରୀ ମାନେ ଆସି ପାରୁନାହାନ୍ତି। ତା ସହିତ ବି ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ମାର୍କେଟରେ ଆସିଥିଲା ଆମର ଏଇ ଯୋଉ ଆମର ବଙ୍ଗଳାବାଡି ପାଖରେ ଘାଇ ହେଇଥିଲା ଗତ ବର୍ଷ, ଗଲା ବର୍ଷ ଯୋଉ ଘାଇଟି ହେଇଥିଲା, କିନ୍ତୁ ଏପଟ ଅଞ୍ଚଳକୁ ଏତେ ଆସିନଥିଲା। କେହି ସ୍ୱପ୍ନରେ ଭାବି ନଥିଲେ ଯେ କି ଏଇଭଳି ଭାବରେ ପାଣି ହବ। ତା ସହିତ ଆସିକି ଦୀର୍ଘ 5 ଦିନ ହେଇଗଲାଣି ସମ୍ପୂର୍ଣ୍ଣ ଏମିତି ଜଳମଗ୍ନରେ ଚାଲିଛି। କଣ କହିବେ ପାଣିର ଯୋଉ ସୁଅ ଚାଲିଛି ବର୍ତ୍ତମାନ ଯୋଉ ଗାଁରେ ଯୋଉ ଛୋଟ ଛୋଟ ପିଲା ଯୋଉ ଲୋକମାନେ ଯୋଉ ବାହାରୁ ଆସୁଛନ୍ତି କିଛିଟା ଅସୁବିଧା ପାଇଁ କେମିତି ଭୋଗ କରୁଛନ୍ତି ପାଣିରେ? ବହୁତ ମାନେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ମାନେ ଆମ ମୋର 85 ମସିହାର ଜନ୍ମ, ହେତୁ କହିଲା ଦିନରୁ ଏଭଳିଆ ପାଣି ଆମେ କେବେ ଦେଖିନଥିଲୁ। ଏଇ ଯୋଉ ଗର୍ଜନ ଦଉଛି ପାଣି ଏଥିରେ ନିଶ୍ଚିତ ଭସେଇ ନେବ ଖାଲି ବାହାରୁ ବାହାରିଲା ମାନେ ଛୋଟ ପିଲା ମାନେ ଭସେଇ ନବ। ଆଉ ସେଇଥିପାଇଁ ଛାତ ଉପରେ କିଏ ରହିଛି, କିଏ ସ୍କୁଲ ଘରେ ରହିଛି, କିଏ ଉଚ୍ଚ ସ୍ଥାନରେ ସବୁ ରହିଛନ୍ତି। ଏଭଳିଆ ମାନେ ଭୟଙ୍କର ବନ୍ୟା ଆମେ କେବେ ଦେଖିନଥିଲୁ। ବହୁତ ଭୟ ଭିତରେ ଅଛୁ। ମାନେ ବେଶୀ କରିକି ଆମର ଗାଈ ଛେଳି ମାନେ ଯୋଉମାନେ ଆମେ ମଣିଷ ସିନା ଖାଇକି ରହିଯାଉଛି, ଗୋଟେ ବର୍ଷ ଆମେ ସରକାର ଦଉଛନ୍ତି, ମାନେ ସେମାନେ ଯୋଉ ଗାଈ ଗୋରୁ ମାନେ ସେମାନଙ୍କୁ ଦବା ପାଇଁ ଆମର ମାନେ ବହୁତ ମାନେ ଅସୁବିଧା ହଉଛନ୍ତି। ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ବର୍ତ୍ତମାନ ଯାହା ଶୁଣୁଥିଲେ ବର୍ତ୍ତମାନ ଅୟାସ ବଜାର ତା ପରିସ୍ଥିତି ବର୍ତ୍ତମାନ ଭୟାନକ ହେଇଯାଇଛି। ବର୍ତ୍ତମାନ ଦେଖୁଥିବେ ଲହଡି ମାରୁଛି ଏଠି ପାଣି, ଛକ ବଜାର ଆଣ୍ଠି ବର୍ତ୍ତମାନ ଲହଡି ସୁ ସୁ ଗର୍ଜନ କରି ଯାଉଛି। ଭୟ ଭିତରେ ବଡ ବଡ ଲୋକ ବି ତା ଭିତରେ ଯାଇପାରୁନାହାନ୍ତି। ଯାହାକି 25 ଦିନ ହେଇଗଲା ବର୍ତ୍ତମାନ ପାଇଁ ସମସ୍ତେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଯାଜପୁର ସନ୍ତୋଷ ମିଶ୍ର, ଓଡ଼ିଶା ବାର୍ତ୍ତା। Located in the heart of Bhubaneswar city, serenity of nature and modern elegance meet in perfect balance, facing directly the jungle and forest reserve. Every morning begins with breathtaking views, swimming pools, all designed to enhance relaxation and social living.